ବୃନ୍ଦାବତୀ ସ୍ୱାମୀଙ୍କ ମୃତ ଶରୀରକୁ ଦେଖି କାନ୍ଦି କାନ୍ଦି କହୁଛନ୍ତି, ନାଥ ତୁମର ଏତେ ଅବସ୍ଥା ଦେଖି ମୋ ପ୍ରାଣ କାହିଁକି ଅଛି? ତୁମେ ମୋତେ ଜୀବନରେ କେବେ ଦୁଃଖ ଦେଇନ। ଜୀବନ୍ତ ଥିଲାବେଳେ ତୁମଠାରୁ ବହୁତ ସୁଖ ପାଇଛି। ମୁଁ ଏତେ ସୁଖ ସବୁ ପାଇଛି ଯେ ତାହା ବର୍ଣ୍ଣନା କରିବା ମୋ ନିକଟରେ ଏବେ ସମ୍ଭବ ନୁହେଁ ନାଥ। ସେ ସବୁ ଋଣ ମୁଁ କେମିତି ସୁଝିବି? ହେ ନାଥ, ମୋତେ ତୁମ ନିକଟକୁ ନେଇଯାଅ। ତୁମର ଜୀବନ ଯେଉଁଠାରେ ଅଛି ମୋତେ ସେଠାକୁ ନେଇଯାଅ। ମୋ ଜୀବନ ସେଇଠାରେ ପଶିଯାଉ ନାଥ। ମୋ ଶରୀର ତୁମ ପିଣ୍ଡରେ ଅଗ୍ନିକୁଣ୍ଡରେ ଦହନ ହେଉ। ମୋତେ କିଛି ବୁଦ୍ଧି ଦିଶୁନାହିଁ ନାଥ। ଏବେ ମୁଁ କ'ଣ କରିବି? ବୃନ୍ଦାବତୀ ପୁନଶ୍ଚ କାନ୍ଦି କାନ୍ଦି କହୁଥାନ୍ତି, ହେ ସ୍ୱାମୀ, ଆପଣ ଥିଲେ ରାଜାମାନଙ୍କର ରାଜା ଅର୍ଥାତ୍ ରାଜରାଜେଶ୍ୱର। ଆପଣଙ୍କର ବନ୍ଧୁ ଭଗବାନ ଚକ୍ରଧର, ଦଶଦିଗପାଳଙ୍କ ସହିତ ସୁର ଅସୁର ସମସ୍ତେ ଆପଣଙ୍କ ନିକଟରେ ଥିଲେ ଓ ଏମାନେ ସମସ୍ତେ ଆପଣଙ୍କ ଦଶବର୍ତ୍ତୀ ଥାଇ ଏତେ ଶାସ୍ତି କିଏ ଆପଣଙ୍କୁ ଦେଲା ନାଥ? କାହିଁକି ଆପଣ ଅନୀତି କଲେ ଯେ ଈଶ୍ୱରଙ୍କ ଅପରାଧୀ ହେଲେ ନାଥ? ଜାଣିପାରିଲେ ବୃନ୍ଦାବତୀ ଯେ ତାଙ୍କ ସ୍ୱାମୀ ଶିବଙ୍କ ନାରୀ ମହାସତୀ ପାର୍ବତୀଙ୍କୁ ହରଣ କରିବା ପାଇଁ ମନ ବଳେଇବାରୁ ତାଙ୍କରି ଏପରି ଦଶା ହୋଇଛି। କାନ୍ଦୁଥାନ୍ତି ବୃନ୍ଦା ଓ ମନକୁ ବୁଝାଇ କହୁଥାନ୍ତି, ମୁଁ କ'ଣ ସୁନ୍ଦରୀ ନଥିଲି? ମୋଠାରେ କ'ଣ ନାଥ ଆପଣ ସନ୍ତୁଷ୍ଟ ନଥିଲେ? କେଉଁଥିରେ ମୁଁ ଆପଣଙ୍କୁ ଅବହେଳା କଲି ଯେ ଆପଣ ଶିବ ଭଗବାନଙ୍କ ପତ୍ନୀ ପାର୍ବତୀଙ୍କୁ ହରଣ କରିବାକୁ ଯାଇଥିଲେ? ଯଦି ଏପରି କର୍ମ କଲେ ତେବେ ତୁମର ମରଣ ଉଚିତ ଅଟେ। ଏବେ ମୁଁ ସତୀବ୍ରତ ପାଳନ କରିବି। ମୋର ଧର୍ମ କୁଆଡ଼େ ଗଲା ଯେ ମୁଁ ଆଜି ତୁମର ମୃତପିଣ୍ଡକୁ ଦେଖୁଛି? ହେ ଋଷି, ମୁଁ ଏହାକୁ ସତ ଭାବିବି ନା ନାହିଁ ମୋତେ କୁହନ୍ତୁ। ମୋ ମନରେ ଅନ୍ୟାୟ କେବେ ନାହିଁ, ବିଧବା କେମିତି ହେବି? ବୃନ୍ଦାବତୀଙ୍କ ପ୍ରଶ୍ନର ଉତ୍ତରରେ ଋଷି କହିଲେ, ହେ ସତୀ, ତୁମର ଯଦି ସ୍ୱଧର୍ମରେ ମନ ଅଛି ତେବେ ତୁମର ସ୍ୱାମୀ ଜଳନ୍ଧର ନିଶ୍ଚିନ୍ତ ଏଥିରୁ ବର୍ତ୍ତି ଯାଇପାରିବେ। କିନ୍ତୁ ଯାହା ସଂଶୟ ଅଛି ଶୁଣ। ଜଗତ ଈଶ୍ୱର ଭଗବାନ ଶଙ୍କର ସେହି ଯୁଦ୍ଧରେ ତୁମର ସ୍ୱାମୀ ଜଳନ୍ଧରର ମୁଣ୍ଡକୁ କାଟିଛନ୍ତି। ତାଙ୍କର ଭୃତ୍ୟ ନନ୍ଦୀ ଓ ଭୃକୁଟିଙ୍କ ହସ୍ତରେ ତୁମ ସ୍ୱାମୀଙ୍କର ମୁଣ୍ଡ ଏଠାରେ ଆଣି ପକାଇଛନ୍ତି। ଋଷି କହିଲେ, ପ୍ରତ୍ୟକ୍ଷରେ ଶବକୁ ଦେଖୁଛି, କେମିତି ଜୀବନ ପାଇବ ବୋଲି କହିବି? ଋଷିଙ୍କଠାରୁ ଏପରି ବାକ୍ୟ ଶୁଣି ମୁନିଙ୍କଠାରେ ବିନତି କଲା ବୃନ୍ଦା। ସ୍ୱାମୀଙ୍କ ମୁଣ୍ଡକୁ ଋଷିଙ୍କ ଆଗରେ ଥୋଇ ଷଷ୍ଠାଙ୍ଗେ ପ୍ରଣିପାତ କରି ଶୋଇ ରହିଲା। କିଛି କ୍ଷଣ ପରେ ଉଠି ମୁଣ୍ଡକୁ ହାତରେ ତୋଳି ଧରି ହାତ ଯୋଡ଼ି ମୁନିକୁ କହିଲା, ବୃନ୍ଦା, ହେ ମୁନି, ଆପଣ ପ୍ରତ୍ୟକ୍ଷରେ ବ୍ରହ୍ମବେତ୍ତା। ଭଗବାନ ବିଷ୍ଣୁଙ୍କ ପରି ଆପଣ ବର ଦେଇପାରନ୍ତି। ମୋର ଭକ୍ତିପୂତ ତୁମ୍ଭେ ଘେନା କର, ମୋ ସ୍ୱାମୀଙ୍କୁ ଜୀବଦାନ ଦିଅ। ଏମିତି କହୁଥାଏ ବୃନ୍ଦାବତୀ ଓ ବାରମ୍ବାର ପ୍ରଣାମ କରୁଥାଏ ଋଷିଙ୍କୁ। ଋଷି ବୃନ୍ଦାବତୀର ବିନୟ ଭାବ ଦେଖି ଆଖି ବୁଜି କହିଲେ, ବୃନ୍ଦା, ତୁମେ କିଛି ସମୟ ବିଷ୍ଣୁଙ୍କୁ ଧ୍ୟାନ କର। ନିଶ୍ଚିନ୍ତ ତୁମର ସ୍ୱାମୀକୁ ବଞ୍ଚାଇ ଦେବା। ଋଷିଙ୍କଠାରୁ ଏପରି ଅଭୟବାଣୀ ଶୁଣି ଦୁଇ ସଖୀଙ୍କ ସହିତ ବୃନ୍ଦା ଆଖି ବୁଜି ଧ୍ୟାନ କରିବାରେ ଲାଗିଲେ। ଯେମିତି ବୃନ୍ଦାବତୀ ଆଖି ବନ୍ଦ କରି ଧ୍ୟାନ କଲେ, ଋଷି ମୃତ ପିଣ୍ଡକୁ ଧରି ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ବୃନ୍ଦାବତୀଙ୍କ ନିକଟରେ ଜଳନ୍ଧର ଧନୁ ନାରାଚ ହାତରେ ଧରି ପହଞ୍ଚିଲା। କଟି କିଙ୍କିଣୀ ଶବ୍ଦ ଶୁଣି ବୃନ୍ଦାବତୀ ଆଖି ଖୋଲିଲା। ସ୍ୱାମୀ ଜଳନ୍ଧରକୁ ପ୍ରତ୍ୟକ୍ଷରେ ଦେଖି ବୃନ୍ଦାବତୀ ଆନନ୍ଦିତ ହୋଇଗଲେ। ବୃନ୍ଦାବତୀଙ୍କ ପାଞ୍ଚ ମନ ଏପରି ଆନନ୍ଦିତ ହେଲା ଯେ ସତେ ଯେପରି ମନ ହେଲା ଦରିଦ୍ର ଗୋଟିଏ ଧନ ଯେମିତି ପାଇଛି। ବୃନ୍ଦାବତୀ ସ୍ୱାମୀଙ୍କ ନିକଟକୁ ଯାଇ ଗାଢ଼ ଆଲିଙ୍ଗନ କଲା। ସ୍ୱାମୀଙ୍କ ମୁଖରେ ଚୁମ୍ବନ ଦେଲା। ବୃନ୍ଦାବତୀର ଲୋମ ସବୁ ଠିଆ ହୋଇଗଲା। ଅତି ଆନନ୍ଦରେ ଆଖିରୁ ଅଶ୍ରୁଜଳ ବୋହି ପଡ଼ିଲା। ଅତି ସ୍ନେହରେ ବୃନ୍ଦାବତୀ ପଚାରିଲା ଜଳନ୍ଧରକୁ, ହେ ନାଥ, ଆଜି ପର୍ଯ୍ୟନ୍ତ ତୁମେ କେଉଁଠି ଥିଲ? ତୁମକୁ ନ ଦେଖିଲେ ମୋ ମନ ଡହଳ ବିକଳ ହେଉଥିଲା। ଆଜି ତୁମକୁ ପାଇ ସେ ସବୁ ଦୁଃଖ ଦୂର ହୋଇଗଲା। ଏମିତି କହି ଚାଲୁଥାଏ ବୃନ୍ଦାବତୀ। କହୁ କହୁ ସମସ୍ତ କଥା କହିବାରେ ଲାଗିଲା ସ୍ୱାମୀ ଜଳନ୍ଧରକୁ। ବୃନ୍ଦା ପୁଣି କହିଲା, ତୁମେ ସ୍ୱାମୀ ଘୋର ରଣ କରୁଥିଲ। ଶିବ ବାଣରେ ତୁମ ମୁଣ୍ଡ ଛେଦନ ହେଲା। ବାନର ସେହି ମୃତପିଣ୍ଡକୁ ମୋ ନିକଟରେ 2 ଖଣ୍ଡ କରି ଥୋଇଦେଲା। ଏଠାରେ ଜଣେ ଋଷି ଥିଲେ। ମୁଁ ତାଙ୍କୁ ଭକ୍ତି କଲି। ସେ ଋଷି ମୋ ଭକ୍ତିରେ ପ୍ରସନ୍ନ ହୋଇ ତୁମକୁ ଜୀବଦାନ ଦେଲେ। ଏଠାରୁ ସେହି ଋଷି ଅନ୍ତର୍ଧ୍ୟାନ ହୋଇଗଲେ। ହେ ସ୍ୱାମୀ, ତୁମେ ତ ଜୀବଦାନ ପାଇଲ, ଏଇଟା ମୋର ବଡ଼ ପୁଣ୍ୟ। ଏବେ ଚାଲ ଆମେ ଆମ ପୁରକୁ ଯିବା। ଏ ବନରେ କାହିଁକି ଆଉ ରହିବା?
ବୃନ୍ଦାବତୀ ବାକ୍ୟ ଶୁଣି ମହାପୁରୁଷ କହିଲେ, ହେ ପ୍ରିୟା, ତୁମେ ସାବଧାନ ହୋଇ ଶୁଣ। ଯଦି ମୁଁ ଆଜି ଜୀବନଦାନ ପାଇଥାଏ କେବଳ ତୁମ ପୁଣ୍ୟ ବଳ ଯୋଗୁଁ। ମରଣରୁ ମୋତେ ଜିଆଇ ଦେଲ ତୁମେ। ମୁଁ କ'ଣ କହି ତୁମକୁ ଶାନ୍ତ କରିବି ଭାବି ପାରୁନି। ହେ ପ୍ରିୟେ, ଏହି ଅରଣ୍ୟ ରମଣ କରିବା ପାଇଁ ବହୁତ ଭଲ। ଏଠାରେ କିଛି ଦିନ ରହି ସୁସ୍ଥ ମନରେ କ୍ରୀଡ଼ା କରିବା। ଯୁଦ୍ଧ କରି ଶରୀର ଦୁର୍ବଳ ଲାଗୁଛି, ଟିକେ ଭଲ ଲାଗିଲା ପରେ ନିଜ ପୁରକୁ ଯିବା। ସ୍ୱାମୀଙ୍କଠାରେ ଏମନ୍ତ କଥା ଶୁଣି ବୃନ୍ଦାବତୀ ଅତି ସ୍ନେହରେ ପ୍ରୀତି ଆରମ୍ଭ କରିଦେଲା। ବନ ମଧ୍ୟରେ ଗୋଟିଏ ଘର ତିଆରି କରି ଅତି ଆନନ୍ଦରେ ଦିନ କଟାଇଲେ। ଏମିତି 6 ମାସ ବିତିଗଲା। ଶରତ ଋତୁ ଆସି ପ୍ରବେଶ ହେଲା। ଭଗବାନ ବିଷ୍ଣୁ ମାୟା ରୂପ ଧରି ଜଳନ୍ଧର ନାରୀକୁ ହରଣ କଲେ। ବୃନ୍ଦାବତୀର ପତିବ୍ରତ ନାଶ କରି ନିଜ ବେଶକୁ ଧରିଲେ ଭଗବାନ ବିଷ୍ଣୁ। ହରି ବିଚାର କଲେ, ବୃନ୍ଦାବତୀ ଦୋଚାରୁଣୀ ହୋଇଗଲା। ସ୍ୱଧର୍ମପଣ ତାହାର ନଷ୍ଟ ହୋଇଗଲା। ଏବେ ନିଶ୍ଚିନ୍ତ ଜଳନ୍ଧର ମରିବ। ଦେବତାମାନଙ୍କ କାର୍ଯ୍ୟ ଯେବେ ହେବ, ଆଉ ମୁଁ କାହିଁକି ଜଳନ୍ଧର ରୂପ ଧରିଥିବି? ସଙ୍ଗେ ସଙ୍ଗେ ଭଗବାନ ବିଷ୍ଣୁ ନିଜ ରୂପ ଧରିଲେ। ମେଘ ଗମ୍ଭୀର ପରି ବାକ୍ୟ ଶୁଣି ଜଳନ୍ଧର ଘରଣୀ ରାଜାରାଣୀ ବୃନ୍ଦାବତୀ ଲେଉଟି କରି ଚାହିଁଲେ। ନିକଟରେ ଭଗବାନ ବିଷ୍ଣୁ ଭୟରେ ଆଖି ବୁଜିଦେଲେ। ବୃନ୍ଦା ଓଠ ତାଙ୍କର ଘନ ଘନ କମ୍ପି ଉଠିଲା। ଆଉ ଥରେ ଭଲ କରି ଚାହିଁଲେ ବୃନ୍ଦା। ଦେଖିଲେ ଭଗବାନ ହରିଙ୍କୁ କୋଟି କନ୍ଦର୍ପ ରୂପ ଧରି ତାଙ୍କ ନିକଟରେ ଠିଆ ହୋଇଛନ୍ତି। ଅତସୀ ପୁଷ୍ପବର୍ଣ୍ଣ କାନ୍ତି, ନୀଳବର୍ଣ୍ଣ ଜ୍ୟୋତି, ସର୍ବାଙ୍ଗରେ କଦମ୍ବ ଓ କାଞ୍ଚନ ପୀତବସ୍ତ୍ର ପରିଧାନ କରିଥାନ୍ତି। ଚାରିଭୁଜ ଧନୁ ନାରାଚ ଗଦା ଧାରଣ କରିଥାନ୍ତି। ପଦ୍ମଫୁଲ ଗୋଟିଏ ହାତରେ, ମୁଣ୍ଡରେ ମଣି ମୁକୁଟ, କର୍ଣ୍ଣରେ କୁଣ୍ଡଳ, କଣ୍ଠରେ ରତ୍ନହାର, ପାଦରେ ନୂପୁର ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ, କପାଳେ ଚନ୍ଦନ ବିନ୍ଦୁ, କଣ୍ଠରେ ମାଳ ଲମ୍ବାଇଛନ୍ତି, ସବୁ ଆଙ୍ଗୁଠିରେ ମୁଦି। ଏପରି ରୂପ ଧରି ବ୍ରହ୍ମରାଶି ବୃନ୍ଦାବତୀଙ୍କୁ ଚାହିଁ ଅଳ୍ପ ଅଳ୍ପ ହସୁଥାନ୍ତି। ବୃନ୍ଦାବତୀ ବ୍ରହ୍ମରାଶି ଭଗବାନ ବିଷ୍ଣୁଙ୍କୁ ଦେଖି କୋପ କରି କହିଲା, ହେ ହରି, ଧିକ୍ ତୋହର ଏ ରୂପ, ଧିକ୍ ତୋହର ପ୍ରଭୁପଣ। ତୋତେ ସଂସାରରେ ବଡ଼ ଲୋକ ବୋଲି ସମସ୍ତେ ମାନନ୍ତି। ତୁ ଏପରି ନିଚ କାମ କଲୁ କିପରି? ତୋର ନାମ ଧରି ପାପୀମାନେ ସଂସାରରୁ ତରି ଯାଆନ୍ତି। ମୋ ପତି ତୋତେ ଘରେ ରଖିଲେ ଆମେ ସବୁ ପୁଣ୍ୟ ପାଇବା ପାଇଁ। ଶେଷରେ ତୁ ମୋତେ ଏହି ପୁଣ୍ୟ ଦେଲୁ। ଧିକ୍, ସତ ଧିକ୍ ତୋତେ। ଏତେ ବଡ଼ ଅପକର୍ମ କରିବାକୁ ତୋର ବିବେକ ବାଧା ଦେଲାନି କେମିତି? ଆରେ, ମୋ ପତି ଶିବ ଘରଣୀ ପାଖକୁ ଯାଇଥିଲେ ସତ, କିନ୍ତୁ ପାର୍ବତୀଙ୍କ ସତୀତ୍ୱ ନଷ୍ଟ କରିନାହାନ୍ତି। ତାପରେ ସେ ଅସୁର କୂଳରେ ଜାତ, ତାଙ୍କୁ ଏହା ଶୋଭା ପାଇପାରେ। ତା ସହିତ ତୁ ସମାନ ହୋଇଗଲୁ। ତୋର ଆଉ କ'ଣ ବଡ଼ପଣ ରହିଲା? ଏବେ ମୁଁ ଜାଣିପାରିଲି ତୁ ଋଷି ହୋଇ ସେଠାରେ ବସିଥିଲୁ। ଏସବୁ ମାୟା ତୋର। ମୁଁ ଅବଳ ନାରୀ, ଏତେ ଝନ୍ଦ କପଟ ଜାଣିପାରିଲି ନାହିଁ। କପଟ କରି ମୋର ତପକୁ ନଷ୍ଟ କଲୁ। ଏବେ ମୁଁ ତୋତେ ଅଭିଶାପ ଦେଉଛି। ତୋର ଭାରିଜାକୁ ଅସୁର ହରଣ କରିବେ। ମୋତେ ଯେମିତି ଭଣ୍ଡିଛୁ, ସେହିପରି ଅସୁରମାନେ ତୋର ଭାରିଜାକୁ ଭଣ୍ଡି ହରିବେ। ମୋ ପରି ତୋ ଭାରିଜା କାନ୍ଦୁ। ତୁ ଯେମିତି ଋଷି ବେଶ ଧରି ମୋତେ ମାୟା କଲୁ, ଭଣ୍ଡିଲୁ ଓ ବନରେ ହରିଲୁ, ସେହିପରି ତୁ ବନରେ ବୁଲିବୁ। ତୋର ସଖା ମାଙ୍କଡ଼ମାନେ ହେବେ ଧର୍ମ ପୁରାଣ। ଯଦି ସତ, ତାହେଲେ ତୁ ଏହା ହିଁ ଭୋଗ କର। ମୋତେ ଏପରି ଦଶା ଦେଇଛୁ, ତୋତେ ଏହାର 100 ଗୁଣ ଭୋଗ କରିବାକୁ ପଡ଼ିବ। ବୃନ୍ଦାବତୀ ପୁଣି କହିଲେ, ମୋତେ ଯେ କଲୁ ବିଡ଼ମ୍ବନ, ଏ ଦେହ ହେଲା ଅକାରଣ। ମୁଁ ଆଉ ଏ ଶରୀର ରଖିବି ନାହିଁ। ମୋର ଏହି ହତ୍ୟା ପାଇଁ ତୁ ହିଁ ଦାୟୀ। ଏହା କହି ବୃନ୍ଦାବତୀ ନିଆଁକୁ ଆଣିଲା। ଜଙ୍ଗଲ ଭିତରେ ଯେତେ କାଠ ଥିଲା ସବୁ ସଂଗ୍ରହ କରି ସେଥିରେ ନିଆଁ ଲଗାଇ ଦେଇ ତାହାରି ଭିତରେ ବୃନ୍ଦା ପଶିଗଲା ବେଳକୁ ଜଗତ ଠାକୁର ତାହା ଦେଖି କହିଲେ, ବୃନ୍ଦା, ତୁମେ ଅନଳ ଭିତରେ ପଶ ନାହିଁ। ତୁମ ପତି ବଞ୍ଚିଛନ୍ତି। ବିପଦକୁ ଡାକ ନାହିଁ ବୃନ୍ଦା। ମୁଁ ସମସ୍ତଙ୍କ ମଙ୍ଗଳ ପାଇଁ ଏହା କରିଛି। ଗୋବିନ୍ଦଙ୍କ ଏପରି କଥାକୁ କାନରେ ଶୁଣିଲେ ନାହିଁ। ଜଳୁଥିବା ନିଆଁରେ ପଶି ବୃନ୍ଦାବତୀ ଭସ୍ମ ହୋଇଗଲା। ବୃନ୍ଦାବତୀର ଏପରି କାର୍ଯ୍ୟ ଦେଖି ଲକ୍ଷ୍ମୀପତି ବିସ୍ମିତ ହୋଇଗଲେ। ବୃନ୍ଦାବତୀର ଭସ୍ମକୁ ଭଗବାନ ବିଷ୍ଣୁ ନିଜ ଦେହରେ ବୋଳି ହୋଇ ଚିନ୍ତାରେ ଆଉ ଚାଲି ପାରିଲେ ନାହିଁ। ବୃନ୍ଦାକୁ ମନେ ମନେ ଧ୍ୟାନ କଲେ ବିଷ୍ଣୁ ଭଗବାନ। ଭଗବାନ ବିଷ୍ଣୁ କିଛି କ୍ଷଣ ପାଇଁ ମୌନ ହୋଇଗଲେ। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖୁଥାନ୍ତୁ ଭକ୍ତି ଓଡ଼ିଶା, ଆଧ୍ୟାତ୍ମିକତାର ଅନୁଭବ।